बस आमे এই অংশ প্রায় সমস্তে পড়ি পড়ি আসছে। এই লেখা আছে 37 পদ এবং 36 পদরে আউ হানানানি জনে ভাববাদিনী থিলে से आश्चर्य वंश तीनु नंबर कन्या ताहाक अनेक बयस होइतिला। से कुमारी अवस्था परे 7 वर्ष स्वामी सहित बास करुथिले और 84 वर्ष पर्यंत विधवा होई रहिथिले। प्रिय मन प्रभु को लोक माने आमे टिके ए धारारे एटी अनेक विधवा माँ माने भी अच्छे आ विपत्नी भाई माने भी थे। स्त्री की चली गला परे बेले स्वामी चली गला परे बेले बेले आमर बाइबल पढ़ा केबे प्रार्थना जीवन केबे नथिबो एंती प्राय के थिबे शून्य जगत त्यागी है परमेश्वर ऊपर भरोसा करिया पाए विश्वास करिया पाए जीवन काटिबा पाए धारावाहिक भाव एटा मु कहूनी आपण स्वामी चली गला परे से परमेश्वर निकटवर्ती हेबार सुजोग मान अवलंबन करे। देखुछु ए स्थान रे लिखा अछि कुमारी अवस्था परे 7 वर्ष स्वामी सहित बास करिथिले और 84 वर्ष पर्यंत विधवा होई रहिथिले। स्वामी सहित 7 वर्ष जीवन जापन करा परे जब स्वामी चली गले उपाधि नाम दिया जाऊँगी विधवा बोली। विधवार अर्थ जार स्वामी नथिबो ताकू कह जाउछि विधवा। से पुरुष नहंती स्वामीहीन परिस्थिति भीतर थिबा ए जणे विधवा आउ लोक ए मां परमेश्वर सहित से केमती टर्च अछंती से मंदिर परित्याग न करी उपवास निवेदन सह दिवा रात्रि उपासना करुथिले। मंदिर परित्याग न करी सेवा करुथिले दिवा रात्रि उपवास सहित निवेदन सहित परमेश्वरंकर निकटरे से करुछन्ति। प्रिय भाई भौणी माने देखंतु ए पवित्र उपासना जीवन परमेश्वर निकटरे करिबा उपासना रो जीवन रो आधार एठी से उल्लेख करछन्ति। आजिकार जगत में देखी पारिबा मंडली प्राय सब बेले विधवा मान प्रार्थना करी आसुची विपत्ति व्यक्ति मान मंडली प्रार्थना करी आसुची से जीवन में केमती रहिबा दरकार मंडलिक जीवन में व्यक्तिगत जीवन में परमेश्वर एपरी जीवन यापन करिबा पाए एई दुर्दिन मानव मध्य केमती आध्यात्मिक शक्ति दरकार से चाहिए आउ को पुरुष को भी बाहा ही था जाइथांती इच्छा करे कि आगे जीवन रखिले परमेश्वर निकटरे से प्रार्थना जीवन रखिले ईश्वर
ଆଉ ସେ କାହାକୁ ଦେଖୁନାହାନ୍ତି, କାହାକୁ ସେ ଇଚ୍ଛା କରୁନାହାନ୍ତି। ଜଗତ ଛାଡ଼ିଦେଲା ପରେ, ଶୂନ୍ୟ ପରିସ୍ଥିତିରେ ଥିଲାବେଳେ, ଅଭାବରେ, ଅନାଟନରେ ଜୀବନ ଯାପନ କରୁଥିବା ଅବସ୍ଥାରେ, ପ୍ରିୟ ଭାଇ ଭଉଣୀ ମାନେ, ଆଜିକାର ଆମର ଯୋଉ ଅଞ୍ଚଳରେ ଦେଖିବେ ବିଧବା ମା ମାନଙ୍କୁ ଯଦି ଆପଣ କୋଉ ଜାଗାରେ ଦେଖିବେ ବୋଲେ ଟିକେ ଭୟ ଲାଗିବ, ଡର ଲାଗିବ। କର୍ତ୍ତବ୍ୟ ବାହାରେ ଜୀବନ ଯାପନ କରନ୍ତି ବେଳେ ଈଶ୍ୱରଙ୍କ ବାହାରେ ଜୀବନ କାଟନ୍ତି, ଈଶ୍ୱରଙ୍କ ପ୍ରଭୁ ଭୟ ଜୀବନ ବିନା। ମାତ୍ର ଏ ସ୍ତ୍ରୀଙ୍କର କର୍ତ୍ତବ୍ୟ ଦେଖୁଛନ୍ତି, ମୁଁ ଦେଖୁଛି, ଆପଣ ମାନେ ଦେଖୁଛି, ବାଇବେଲ କଣ ଶିକ୍ଷା ପରାମର୍ଶ এই ଦିନ ମାନଙ୍କରେ ଦେଉଛି ତାହା ଜାଣିବା ଦରକାର, ଲେଖିବା ଦରକାର, ହୃଦୟଙ୍ଗମ କରିବା ଦରକାର। ପ୍ରିୟ ଭାଇ ଭଉଣୀ ମାନେ, ଈଶ୍ୱରଙ୍କର ମନ୍ଦିରରେ ପରମେଶ୍ୱରଙ୍କର ସେବା ଦିବା ରାତ୍ରି ସେ କରୁଛନ୍ତି। ଈଶ୍ୱରଙ୍କର ଇଚ୍ଛା ଲୋଡ଼ିଲେ ପ୍ରତି ସମୟରେ ମନ୍ଦିରରେ ପ୍ରାର୍ଥନା କରୁଛନ୍ତି ସେ। ପ୍ରିୟ ବାପା ମା ଭାଇ ଭଉଣୀ ମାନେ, ସ୍ୱର୍ଗ ରାଜ୍ୟ ଯିବା ପାଇଁ ଆମେ ସମସ୍ତଙ୍କର ଏତେ ପ୍ରୟାସ ଇଚ୍ଛା, ପ୍ରଭୁଙ୍କର ରାଜ୍ୟ ଅଧିକାର କରିବା ପାଇଁ, ପ୍ରଭୁଙ୍କର ରାଜ୍ୟରେ ସ୍ଥାନ ପାଇବା ପାଇଁ କର୍ମ ଯଦି ନ କରିବେ, ନ କରିବା, ଯାଇପାରିବା ନାହିଁ, ପ୍ରବେଶ କରିବା ଅସମ୍ଭବ, ତାହା ହେଇପାରେ। ପ୍ରିୟ ଭାଇ ଭଉଣୀ, ଆରେ ଗୋଟିଏ ହେଲେ ମନରେ ବଦଳାଇବା ଦରକାର, ହୃଦୟ ଜୀବନ ଯାପନ କରିବା ଈଶ୍ୱରଙ୍କ ପବିତ୍ର ସାନ୍ନିଧ୍ୟରେ ସମ୍ମୁଖରେ। ଆମେ ବେଳେ ବେଳେ ପ୍ରଭୁକୁ ବି ଠକି ଦେଉଛୁ, ପ୍ରଭୁକୁ ବି ଠକି ଚାଲିଛୁ। ବେଳେ ବେଳେ ବ୍ୟକ୍ତିଗତ ଜୀବନରେ ଚିନ୍ତା କରିପାରୁନାହୁଁ, ହଜି ଯାଇଛୁ ଏ ଦୁନିଆରେ, ଜ୍ଞାନ ବୁଦ୍ଧି ଶୂନ୍ୟ ହେଇ ଯାଇଛି। ବେଳେ ବେଳେ କୋଉ ଜ୍ଞାନ କୋଉ ବୁଦ୍ଧି, ଆତ୍ମିକ ଜ୍ଞାନ ଆଉ ବୁଦ୍ଧି ଶୂନ୍ୟ, ପ୍ରଭୁ ଭୟର ଜୀବନ ଶୂନ୍ୟ, ଆତ୍ମିକତାର ଜୀବନ ଯାପନ ଶୂନ୍ୟ। ମୋର ପ୍ରିୟ ଭାଇ ଭଉଣୀ, ପ୍ରଭୁଙ୍କର ଦାସଦାସୀଗଣ, ଆମେ ଦେଖୁଛୁ ସେ ମନ୍ଦିର ପରିତ୍ୟାଗ ନ କରି ଉପବାସ ଓ ନିବେଦନ ସହ ଦିବାରାତ୍ରି ଉପାସନା କରୁଥିଲେ। ପରମେଶ୍ୱରଙ୍କର ନିକଟରେ ପ୍ରଭୁଙ୍କର ସମ୍ମୁଖରେ ତାର ଜୀବନ ଯାପନ ତ୍ୟାଗି ଦେଲେ, ଉତ୍ସର୍ଗ କଲେ। ହେ ପ୍ରଭୁ, ଆଉ ଏ ଜଗତ ମତେ ଦରକାର, ଆବଶ୍ୟକ ନାହିଁ, ଏ ଜଗତ ଆଉ ଦରକାର ନାହିଁ ଅଛି। ତାର ଅର୍ଥ କିଛି ସେ ଚାହୁଁନାହାନ୍ତି, କେବଳ ପ୍ରଭୁ ଦେଖୁଛନ୍ତି। ପରମେଶ୍ୱରଙ୍କର ପବିତ୍ର ମନ୍ଦିରରେ ଉପବାସ ନିବେଦନ ପ୍ରାର୍ଥନା କରି ଜୀବନ ବିତାଇ ଆସୁଥିବା ଏପରି ଲୋକମାନଙ୍କୁ ଜଗତରେ ଆମେ ଦେଖିପାରିବା, ମଣ୍ଡଳୀ ଦେଖିପାରିବ, ବ୍ୟକ୍ତିଗତ ଜୀବନ ଯାପନ ଦେଖିପାରିବ, ସଜାଡ଼ିବା ହେଇପାରିବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଜୀବନରେ ଅପ୍ରେମ ଅବିଳର ବିଭିନ୍ନ ପ୍ରକାର କ୍ରାନ୍ତି ପରିସ୍ଥିତି ହୃଦୟ ଥାଇ ପରମେଶ୍ୱରଙ୍କର ସେବା କରୁଥିବା ମୂଲ୍ୟହୀନ ହବ। ଏପରି ସମୟକୁ ପ୍ରଭୁ ଆମମାନଙ୍କୁ ପ୍ରଦାନ କରି ଆସୁଛନ୍ତି। ଆଉ ଗୋଟେ ଅଂଶ ପଢିବା, କେମିତି ପରିସ୍ଥିତି ସମୟ ସେବା କରିବା ଦରକାର। ପରମେଶ୍ୱରଙ୍କର ପବିତ୍ର ବାକ୍ୟ ଦ୍ୱାରା ଜହନ ସୁସମାଚାର ଜହନ 4 ପର୍ବର ତାର 21, 22, 23 ରୁ 1। ଯୀଶୁ ତାହାଙ୍କୁ କହିଲେ, ଆଗ ନାରୀ
ମୋ କଥା ବିଶ୍ୱାସ କର ଯେଉଁ ସମୟରେ ତୁମ୍ଭେମାନେ ଏହି ପର୍ବତରେ କିମ୍ବା ଜେରୁସାଲେମରେ ପିତାଙ୍କର ଉପାସନା କରିବ ନାହିଁ, ଏପରି ସମୟ ଆସୁଛି ଯାହା ତୁମ୍ଭେମାନେ ଜାଣ ନାହିଁ। ଟିକେ ବସିଯାଅ, ତା ପରବର୍ତ୍ତୀରେ ପଢିବା। ଯାହା ତୁମ୍ଭେମାନେ ଜାଣ ନାହିଁ ତାହା ଉପାସନା କରୁଥାଅ। ଏଇଟା କଣ ହେଇଥିବ ଟିକେ ମାଇଣ୍ଡକୁ ନିଅନ୍ତୁ। ଏଟା କୋଉ ପରିସ୍ଥିତି ଏଟାକୁ ଯିବ, କୋଉ ପରିସ୍ଥିତିରେ ଲକ୍ଷ୍ୟରେ ଚାଲିବ। ଏତେ ବର୍ଷ କରିବା ଉପାସନା ସେବା ଆମର ବ୍ୟର୍ଥ ହେବ କି ମୂଲ୍ୟହୀନ ହେବ କି ତାହା ଈଶ୍ୱରଙ୍କ ବାକ୍ୟ କହୁଛି, ମୁଁ କହୁନି। ଯାହା କଣ କରିଥାଅ, ଦେଖୁଛ ମାନେ ଯାହା ତୁମ୍ଭେ ମାନେ ଜାଣ ନାହିଁ ତାହା ଉପାସନା କରୁଥାଅ। ପ୍ରଭୁ ଇଚ୍ଛା ନ କରିଥିବା କାମ ପ୍ରଭୁ ଚାଲେ ସନ୍ତୋଷ ନଥିବେ, ଆତ୍ମାରେ ସନ୍ତୋଷ ତୃପ୍ତ ନଥିବେ, ସେ କାମ କାହିଁକି କରିବ? କଣ ଦରକାର, କି ମୂଲ୍ୟ ଅଛି କରିବ? ଆଉ ଲାଷ୍ଟରେ କହିବେ ଏତେ କଲି ସିନା ପ୍ରଭୁ ମୋର ପ୍ରାର୍ଥନା ଶୁଣିଲେ ନାହିଁ। ଶେଷ ପର୍ଯ୍ୟାୟ ଭିତରେ ଆସିବ ଦରାଣ୍ଡି ପରିସ୍ଥିତି ଆସିଲା ବେଳେ, ମୋହମାୟା ଜଗତ ଗড়ାଇ ରଖିବା ବେଳେ, ପାଖରେ ଥିବା ବେଳେ, ଉଠିବାକୁ ଚାନ୍ସ ନଥିବା ବେଳେ ସେ ଶବ୍ଦ ବାହାରିବା ଦରକାର। ବାହାରିବ ବାହାରିବ ବାହାରିବ। କେତେ ଆତ୍ମିକ ଲୋକ ହେଲେ ମଧ୍ୟ ହେବ, ଏଟା ଫିଟିବା କଥା ନାହିଁ। ଯାହା ଜାଣୁନୁ କରିଦେଲେ ମଧ୍ୟ ହଁ ପ୍ରଭୁ କରିଦେଲି, ମତେ ଟିକେ କ୍ଷମା କର। ଫେରି ଅନୁତାପ କରିବା ପାଇଁ ପ୍ରଭୁଙ୍କର ସାନ୍ନିଧ୍ୟ ନିକଟବର୍ତ୍ତୀର ପରିସ୍ଥିତି ଭିତରେ ଜୀବନ ଆଜି ଆଜ୍ଞା ନମସ୍କାର, କାଲିକି ଆଉ ନମସ୍କାର ଦରକାର ପଡେ। କେତେ କଣ ହେଇପାରିବ। ଯାହା ଜାଣୁନାହୁଁ ତାହା ସେବା ଆରାଧନା କରୁନ, ଯାହାକୁ ଆମ୍ଭେମାନେ ଜାଣୁ ତାକୁ ଉପାସନା କରୁଥାଉ, କାରଣ ପରିତ୍ରାଣ ଯିହୁଦୀମାନଙ୍କ ମଧ୍ୟରୁ ଆସେ। ଏଇ ନିକଟ ଦିନରେ ଆଜି ନବମ ଦିନ ଅଛି, ସେ ମା ମରିକି ପ୍ରଭୁଙ୍କ ଦାସ। ଶାରୀରିକ ନୁହଁ, ମାନସିକ ନୁହଁ, ଜାଗତିକ ନୁହଁ, ଯାହା ଜାଣୁ ଯାହା ସେବା କରିବାରେ ଆଭାର ଅବସର ଅଛି ତାହା ଆମେ କରିଥାଉ, କରିବା ଦରକାର। ଏଠି ବି ହେଉ ସେଠି ବି ହେଉ, ଈଶ୍ୱରଙ୍କର ରାଜ୍ୟରେ ହେଉ, ଏ ମଞ୍ଚ ଜଗତରେ ହେଉ କି ଈଶ୍ୱରଙ୍କ ରାଜ୍ୟରେ ହେଉ, ପରମେଶ୍ୱରଙ୍କର ସେବା କରିବା ପାଇଁ ପରମେଶ୍ୱର ଆହୁତ କରିଅଛନ୍ତି, ମୌଳିକ କରିଅଛନ୍ତି ଆତ୍ମିକ ଜୀବନରେ ବଞ୍ଚିବା ନିମନ୍ତେ ବୋଲି। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ତାପରେ 23 ପଦରେ କିନ୍ତୁ ଯେଉଁ ସମୟରେ ସତ୍ୟ ଉପାସକ ମାନେ ଆତ୍ମାର ସତ୍ୟରେ ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି, ପୁଣି ବର୍ତ୍ତମାନ ସୁଦ୍ଧା ଉପସ୍ଥିତ। କାରଣ ପିତା ଏହି ପ୍ରକାର ଉପାସକ କଣ କରନ୍ତି? ହାଲେଲୁୟା। এই প্রকার অর্থাৎ স্বর্গ রাজ্যরে মনোমুক্ত সেবা আত্মারে আউ কোন সত্যরে সত্য রহিলে হি আত্মা রহিব। সত্যতা যদি নথিব আত্মা রহিব নাই, অবস্থান করিপারে নাই। এ মানসিক, এ জাগতিক, এ শরীর, এ ভৌতিক শরীর ভিতরে সত্য কেমতি রহুছি, কেমতি রহিব, সেটা ଟିକେ ଆମେ ଦାବି କରିବା, ପ୍ରୟାସ କରିବା, ଚିନ୍ତା ରଖିବା ଦରକାର। ସତ୍ୟତା କେମିତି ହେଲେ ମୋ ପାଖରେ ରହିବ? ଆମେ ତ ବରାବର ମିଛ ନ କହିଲେ ରହିପାରୁ ନାହୁଁ ଗୋଟେ ସେକେଣ୍ଡ ମଧ୍ୟ। ଠକ ନକ ନ କଲେ ତ ବଞ୍ଚି ପାରୁନୁ, ରହିପାରୁନୁ ବୋଲି ସମସ୍ତେ ଜାଣିଛନ୍ତି।
प्रिय मोर प्रभुंकर लोक माने ए आत्मारे सत्यरे परमेश्वरंकर उपासना करिबा दिन वर्तमान अछि मोर प्रिय भाई भरी प्रभुंकर दास दासी माने यूट्यूब रे देखुथिली गत मासरे कंदमाल एरिया रे गोटे बालक को देखिथिबे बोधे गोटे बालक को अचानक घरे प्रार्थना करुथिले से को जगह फिल्टर नदीरे मध्य जाए अटैक करी धरिला पड़े ताकू जेंती प्रकार परिस्थिति करा जाउथिला मु आ से को देखि पारि नै आमे जदि सेमती भेडर पड़ी जिबा बेले तो आमे आमर जीवन ठीक हेई पार प्रभु को पाई उत्सर्गित जीवन हेले हेउ बोली कहिबा व्यक्ति मान अछंती आ न हेउ बोली कहिबा लोक माने भी अछंती जगत रे इच्छा नाही ए सबु जंतरा दुख समस्या परीक्षा बंद लंचन अपमान रे जीवा प्रभुंकर पवित्र राज्य भीतर को ताहा केते जन व्यक्ति माने परापराज्ञा प्रभु आसीला